এই ରାସ୍ତାରେ ମୁଁ ଆସିଥିଲି ଆଜ୍ଞା। ଏଇ ରାସ୍ତାରୁ କଚ୍ଚା ରାସ୍ତା ଏମିତି ଆଗୁଡ଼ା ଖାওয়া ରାସ୍ତା, ଯେହେତୁ ଗୋଟେ ଗାଉଁଲିଆ ଗାଁ ତ ସେମିତି ରାସ୍ତା ତ ହେଇଥାଏ। ଏଇ ଗାଁରେ ମୁଁ ପ୍ରତିଦିନ ସାଇକେଲରେ ଆସେ। ଆସିଲା ପରେ ଏଇ ଗାଁର ନାଁ ହେଉଛି ଗଜାପଥର ବୋଲି କୁହାଯାଏ। ଆଉ ଏଇ ଦେଇକି ମୁଁ ଆସେ ଆଉ ପିଲାଙ୍କୁ କିଛି ପାଠ ପଢ଼ାଏ ଏଇ ଅଞ୍ଚଳରେ। ସେପଟେ ଦେଖନ୍ତୁ ଜାଗା ଯାଇଛି, ସେପଟେ ଗୋଟେ ରାସ୍ତା ଯାଇଛି, ସେଠି ମୁଁ ପଢ଼େଇ ସାରିକି ଆସିଲି ଫାର୍ଷ୍ଟ ସେଣ୍ଟର। ମୁଁ ତ ଯଦି କଷ୍ଟରେ ବଢ଼ିଛି କ'ଣ କହିବି। ଆଉ ପାଠପଢ଼ା ପାଇଁ ବି ପଇସାପତ୍ର ବହୁତ ମୋତେ ତକଲିଫ ହେଉଛି, କେମିତି କ'ଣ କରିବି, ଆଗକୁ କେମିତି ଯିବି, ବହୁତ ଆଉ ଇଚ୍ଛା ବି ଅଛି କେମିତି ପିଲାମାନଙ୍କୁ ଆମ ଗାଁର କେମିତି ପିଲାମାନେ ଆଗକୁ ଯିବେ, ଭଲ ପାଠ ପଢ଼ି ମଣିଷ ହେବେ, ଗାଁର ଡେଭଲପମେଣ୍ଟ ପାଇଁ ହଉ। ପାଠ ପଢ଼ିଲା ପରେ ଯେତିକି ତାଙ୍କର ଇଚ୍ଛା ଶକ୍ତି ବଢ଼ିଯାଇଛି ବର୍ତ୍ତମାନ ଯାହା ବି ହଉ ଗାଁରେ, ସେଥିପାଇଁ ମୋତେ ଖୁସି ଲାଗେ। ଆଜି ଏଇଟା ମୋର ଫାର୍ଷ୍ଟ ସେଣ୍ଟର। ଆପଣ ଏଇ ଦେଇକି ମୁଁ ଯାଏ ଗଜାପଥର। ଗୋଟେ ସେଣ୍ଟର ପଢ଼େଇ ସାରିଲା ପରେ ମୋର ଆଜ୍ଞା ଦେଖନ୍ତୁ ଚେନ୍ ତା'ର କେତେ ଥର ଯେ ଗତକାଲିଠୁ ଆଜିଠୁ ମଧ୍ୟ ପାଖାପାଖି 8-9 ଥର ପାଖାପାଖି ଫେଲ୍ ହେଲାଣି। ତ ତଥାପି ସଜଉଛି ଯାଉଛି, କିନ୍ତୁ ସେଇ ସେଣ୍ଟରକୁ ପହଞ୍ଚିବା ପାଇଁ ମୋତେ ସମୟ ତ ଲାଗୁଛି। କ'ଣ କରାଯିବ, ଜୀବନଟା ସଂଘର୍ଷ କରିବା ପରେ ଅଛି। ଆଉ ମୋ ପିଲାମାନେ କେମିତି ଆଗକୁ ଯିବେ, ଶହ ପିଲାମାନେ କେମିତି ଆଗକୁ ଯିବେ, ସେଇଟା ମୁଁ ଭଗବାନଙ୍କ ନିକଟରେ, ଶ୍ରୀ ଜଗତର ନାଥ ଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା କରିବି ଭଲସେ ଯାଆନ୍ତୁ। ମୁଁ ବି ଏତେ କଷ୍ଟରେ ପିଲାମାନଙ୍କୁ ପଢ଼େଇକି ସାଇକେଲ ମାଧ୍ୟମରେ ଯାଉଛି। ଚେନ୍ 8-9 ଥର ପାଖାପାଖି ଛିଡ଼ି, ତଥାପି ମୁଁ ଛାଡ଼ୁନାହିଁ। ଜୀବନରେ ସଂଘର୍ଷ ଅଛି, କରିବା ପାଇଁ ପଡ଼ିବ। ଦେଖନ୍ତୁ ଚେନ୍ଟା ଯାଇଛି। ହଉ, ନେକ୍ସଟ ସେଣ୍ଟରକୁ ଆମେ ଯେତେବେଳେ ଯିବା ଆପଣଙ୍କୁ ଦେଖିବା। ବର୍ତ୍ତମାନ ମୁଁ ଗୋଟେ ସେଣ୍ଟର ସାରିକି, ପାଠପଢ଼ା ସାରିକି ସାଇକେଲରେ ଯାଉଛି। ଆହୁରି ପାଖାପାଖି 5-6 କିଲୋମିଟର ବି ଯାଉଛି। ଆଉ ଗୋଟେ ସେଣ୍ଟର ଅଛି, ସେଇଠି ଆମେ ପାଠ ପଢ଼େଇବି। ସେଇଠି ଆପଣଙ୍କୁ ଦେଖାହେବ। ଚାଲନ୍ତୁ। ବର୍ତ୍ତମାନ ମୁଁ 5 କିଲୋମିଟରରୁ ଆସି ଏଇ ସାରନ୍ଦୀ ନଦୀକୁ ବର୍ତ୍ତମାନ ମୁଁ ପାର ହେଉଛି। ଏଥିରେ ଆପଣ ରାସ୍ତା ପାରୁଥିବେ। ସାଇକେଲରେ ମୁଁ ଯାଉଛି। ଆଉ ନଦୀକି ଏଇଟା ନୂଆ ସବୁ କାମ ଚାଲିଛି। ବର୍ତ୍ତମାନ ଏ ନଦୀ, ଏଇଠି ଆମର ନୂଆ ପୋଲ ସବୁ ତିଆରି ହେଉଛି। ଏ ନଦୀ ଦେଇକି ମୁଁ ବର୍ତ୍ତମାନ ଯାଉଛି। ଏଇ ଦୁଇଟି ଏଇ ଯେଉଁ ପାଇପ୍ ନଳି ଯେଉଁଟା ଦିଆହେଇଛି, ଯେଉଁଟାକି ବଡ଼ ବଡ଼ ଯେଉଁ ପୋଲ ଟାଇପ୍ର କନେକ୍ସନ୍ ଦିଆଯାଇଛି। ଆଉ ସେଠି ଗୋଟେ ନଦୀ ହେଇକି ମୁଁ ବର୍ତ୍ତମାନ ଯାତାୟାତ କରୁଛି। ଏଇ ପାଖରେ ବାଉଁଶଟିଆ ଗୋଟେ ଗାଁ ଅଛି, ଆଉ ସେଠିକୁ ପିଲାଙ୍କୁ ପଢ଼ିବା ପାଇଁ ଯାଉଛି। ଆଉ ସଂଘର୍ଷ ତ କରିବା ପାଇଁ ପଡ଼ିବ, କାହିଁକିନା ଏଇ ପାଖାପାଖି ମୁଁ 2 ମାସ ହେଲାଣି ଏଠି ପିଲାଙ୍କୁ ପଢ଼େଇ, ପାଖାପାଖି ମାସେ ଖଣ୍ଡେ ହେଲାଣି ଏଇଠି ମୁଁ ଯିବା ଆସିବା କରେ। ଆଉ ଦେଖୁଥିବେ ଏଇ ଦୃଶ୍ୟ, ଦେଖୁଥିବେ ଏଇଟା ହେଉଛି ଆମର ସାରନ୍ଦୀ ନଦୀର ଦୃଶ୍ୟ। ବର୍ତ୍ତମାନ ମୁଁ ଆପଣଙ୍କୁ ଦେଖେଇବି। କିଛି ଏମିତି ନ ଅଛି, ପୁରା କଚ୍ଚା ରାସ୍ତା, ପୁରା ଏ ଦେଇକି JCB ପାର ହେଉଛି। ଆଉ ସେପଟେ ସବୁ କାମ ଚାଲିଛି। ସେ ଉପର ଦେଇକି ମୁଁ ଯିବି। ଆଉ ତୁମ ସାଇକେଲରେ ଏସବୁ ଜଷ୍ଟ ସାଇକେଲରେ ବନେଇକି ଆସିଛି। ଆଉ ଚାଲନ୍ତୁ, ଆଉ ଗୋଟେ ସେଣ୍ଟରରେ ପିଲାଙ୍କୁ ପଢ଼େଇବା, ସେଠି ଦେଖା ସାକ୍ଷାତ ହେବ। ସାଇକେଲଟା ମୋର ସେପଟେ ଛାଡ଼ିଦେଲି। ଆଉ ଦେଖନ୍ତୁ ମୋର କାଦୁଅ ଚପଲ ଗୁଡ଼ା ଧରିଛି। ଆଉ ଏଇ କାଦୁଅରେ ପୁରା ବର୍ତ୍ତମାନ ବୁଡ଼ି ଯାଇଥିଲି। ମୋର ସୁଟ୍ ଫୁଟ୍ ସବୁ କାଦୁଅରେ ପୁରା ଓଦା ହେଇଗଲା। ଦେଖନ୍ତୁ, ଆଉ ଏସବୁ କାମ ସବୁ ଚାଲିଛି। ଏଠି ଦେଖି ମୁଁ ସବୁଦିନ ଯାଏ ଯେ, କିନ୍ତୁ ପାଣି ଯେହେତୁ ବର୍ଷା ଦିନ ବର୍ତ୍ତମାନ ଆସିଲାଣି, ତ ସବୁ ଯାଇତେ ପଡ଼ୁଛି। ଆଉ ଚାଲନ୍ତୁ, ଏପଟେ ସାରନ୍ଦୀ ନଦୀକୁ ବର୍ତ୍ତମାନ ପାର ହେଇଲେ, ଆଉ ସେ ସାଇଡ଼୍କୁ ମୁଁ ସେ ଆଗ ଇଏରେ ପିଲାମାନେ ମୋର ଅଛନ୍ତି, ସେଠି ପିଲାଙ୍କୁ ପଢ଼େଇବି। ଆଉ ଟିକେ ଧୁଆଧୁଇ ହେଇଯାଏ, ପରାପରି ମୋର ଯେଉଁଭଳିଆ ଅବସ୍ଥା ହେଇଯାଇଛି। ଆଉ ଚାଲ, ଏ ରାସ୍ତା ଦେଇକି ସବୁଦିନ ମୁଁ ଯିବା ଆସିବା କରେ। ଆଉ ବର୍ତ୍ତମାନ ବର୍ଷା ଦିନ ଯେତେ ଆସିଲାଣି, ବର୍ତ୍ତମାନ ସବୁ ଯେତିକି ରାସ୍ତା ହେଇଛି ପୁରା କାଦୁଅ ମାଦୁଅ ହେଇଯାଇଛି। ମୋତେ ସାଇକେଲ ଟେକିକି ଯିବା ପାଇଁ ପଡ଼ୁଛି। ଆଉ ଏପଟୁ ବହୁତ ବଡ଼ ସେଣ୍ଟର କିଛି କରିଛି ମୁଁ ଏପଟେ। ଆଉ ଏଇ ଯେଉଁ ବାଟ ଦେଇକି ଯିବ, ସେଇ ଦେଇକି ଯାଏ। ସେପଟେ ଗୋଟେ ଗାଁ ଅଛି, ଆଉ ସେଥିରେ ପିଲାଙ୍କୁ ପାଠ ପଢ଼ାଏ। ଆଉ ଏଇଟା ହେଉଛି ବର୍ତ୍ତମାନ ପୋଲ ସବୁ ତିଆରି ହେଉଛି। ପାଖାପାଖି ଆମେ ଛୋଟ ଥିଲୁ 2009-10 ଭିତରେ, ବହୁତ ଛୋଟ ଥିଲୁ ଆମେ। ସେତେବେଳେ ଏପଟେ ଦେଇକି ଆମେ ଯାଉଥିଲୁ ଆଜ୍ଞା। କିନ୍ତୁ ସେପଟେ ଗୋଟେ ସେଇ ସାଇଡ଼୍ରେ ଅଛି, ଡଙ୍ଗା ଘାଟ ଅଛି। ସେଇଠି ଆକ୍ଚୁଆଲି ପୋଲଟା ହେଇଥାନ୍ତା, କିନ୍ତୁ ସେଠି ହେଲା ନାହିଁ।
ଏବେ ଏଇ ସାଇଡ଼୍ରେ କରୁଛନ୍ତି କାହିଁକିନା ପଥର ଜାଗା ଷ୍ଟ୍ରଙ୍ଗ ରହିବ କହିକି ଏପଟେ କରୁଛନ୍ତି। କିନ୍ତୁ ଆମ ଡଙ୍ଗାଘାଟ ଅଛି ସେପଟେ ଏଠି ବାଉଁଶଟିଆ ରାସ୍ତାକୁ ଏପଟେ ରହିଛି ସାମନ୍ତୀ ନଦୀରେ। ବର୍ତ୍ତମାନ ସାଇକେଲ ଟେକିକି ଯିବା ପାଇଁ ପଡ଼ିବ, ସେଇ ଆର ପାରିକୁ ଯିବା ପାଇଁ ପଡ଼ିବ। ଦେଖାହେଉଛି ଦେଖନ୍ତୁ, ସେଇଠି ଯିବା ପାଇଁ ପଡ଼ିବ ଆଉ ଚାଲନ୍ତୁ ସେପଟେ ପାରିବା। ଆଉ ଖୁସି ଲାଗୁଛି ଯାଉ ପିଲାମାନେ ପାଠ ଜବରଦସ୍ତ ପଢ଼ୁଛନ୍ତି, ଟାସ୍କ କରିକି ଆଣୁଛନ୍ତି। ଆମେ ତ 7-8 କିଲୋମିଟର ଧରିକି ଏଠି ସାଇକେଲିଂ କରିକି ଆସିଛୁ। ଯାଉ ଏତେ ଦୂରରେ ଆସିକି ବି ପିଲାମାନେ ଆମର ଭଲ ପାଠ ପଢ଼ିକି ଆଗକୁ ଯାଆନ୍ତୁ।